ପ୍ରାୟ 10 କେଜି ଓଜନର ରୂପା ଅଳଙ୍କାର ଏବଂ ସମସ୍ତ ଚୋରି ଯାଇଥିବା ସୁନା ଅଳଙ୍କାର ଯାହାକି ପ୍ରାୟ 10 ତୋଳାରୁ ଅଧିକା ହେବ। ଯେ ସେମାନେ ଯେତେବେଳେ ଘରର ଲୋକମାନେ କେହି ନ ରହନ୍ତି ତାର ସୁଯୋଗ ନେଇକରି ସେମାନେ ଘରର ପଛପଟୁ ବା ବାଥରୁମର ସ୍କାଇଲାଇଟ୍ ଏସବୁକୁ ସାହାରା କରିକି ସେମାନେ ଘର ଭିତରେ ପଶିଥାନ୍ତି। ଅନ୍ୟ ସୁନା ଦୋକାନୀ ବାବଦରେ ଆମେ ତଦନ୍ତ ନିଶ୍ଚିତ କରିବୁ। ଯଦି ତାଙ୍କର ଇନଭଲଭମେଣ୍ଟ ଥିବ ସେ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କୁ ଗିରଫ କରିକି ଆମେ କୋର୍ଟ ଚାଲାନ୍ତୁ। ଆପଣମାନେ ଯେମିତି ଜାଣିଛନ୍ତି ଗତ ଡିସେମ୍ବର ମାସ 13 ତାରିଖ ଦିନ ପାରଲାଖେମୁଣ୍ଡି ସହରର ବରିଷ୍ଠ ସାମ୍ବାଦିକ ବିଜେନ ପାଢ଼ୀଙ୍କ ଘରୁ ବରଗଲାରୀ ହେଇଥିବାର ରିପୋର୍ଟ ଆମକୁ ମିଳିଥିଲା ଏବଂ ତା ପରେ ପରେ ପୁଣି ସେଇ ଡିସେମ୍ବର 27 ତାରିଖ ଦିନ ଆମ ପାରଲାଖେମୁଣ୍ଡି କମିଟି ସାହିରେ ଗୋଟେ ଜୁଏଲାରୀ ସପ୍ରୁ ମଧ୍ୟ ବରଗଲାରୀ ହେଇଥିବାର ରିପୋର୍ଟ ହେଇଥିଲା। ଏ ଦୁଇଟି କେସ୍ର ମୋଡସ୍ ଅପରେଣ୍ଡି ପ୍ରାୟ ଏକ ପ୍ରକାର ଥିଲା। ସେଥିପାଇଁ ଆମେ ୟାକୁ ଗୋଟେ ଚ୍ୟାଲେଞ୍ଜ ହିସାବରେ ନେଇକି ଏସଡିପିଓ ପାରଲାଖେମୁଣ୍ଡିଙ୍କ ତତ୍ତ୍ୱାବଧାନରେ ଏବଂ ଆଇଆଇସି ପାରଲାଖେମୁଣ୍ଡିଙ୍କୁ ନେଇକରି ଗୋଟେ ସ୍ୱତନ୍ତ୍ର ଟିମ୍ କରାଯାଇଥିଲା, ଯେଉଁଥିରେ ପାରଲାଖେମୁଣ୍ଡି ଥାନାର ଅଫିସରମାନେ ଏବଂ ଗୁରାଣ୍ଡି ଥାନାର ଆଇଆଇସି ଏମାନେ ସବୁ ଥିଲେ। ଏଥିରେ ଆମକୁ ଟେକ୍ନୋଲୋଜିର ସହାୟତା ବିଶେଷ କରି ନେବାକୁ ପଡ଼ିଥିଲା। ଟେକ୍ନୋଲୋଜିର ସହାୟତା ବଳରେ ଆମେ ବହୁତ ଗୁଡ଼ାଏ ସନ୍ଦେହୀଙ୍କର ମୋବାଇଲ ନମ୍ବର ପାଇଥିଲୁ ଏବଂ ସେଇ ମୋବାଇଲ ନମ୍ବର ଗୁଡ଼ିକ ପ୍ରାୟ 300 ସଂଖ୍ୟାରୁ ଉର୍ଦ୍ଧ୍ୱ ଥିଲା। ପ୍ରତ୍ୟେକ ମୋବାଇଲର ଲୋକେସନ୍ ଏବଂ ସିଡିଆର୍ ଡିଟେଲ୍ସ ଆମକୁ ଭେରିଫାଏ କରିବାକୁ ପଡ଼ିଲା ଏବଂ ଶେଷରେ ଆଜି ଆମେ ସଫଳତାର ସହିତ ସେଇ ଦୁଇଟି କେସ୍ ସହିତ ଆଉ ଦୁଇଟି ବରଗଲାରୀ ମଧ୍ୟ ଟୋଟାଲ 4ଟି ବରଗଲାରୀ କେସ୍ର ଡିଟେକ୍ଟ କରିବାକୁ ଆମର ପୁଲିସ ଟିମ୍ ସକ୍ଷମ ହେଇଛନ୍ତି। ପ୍ରାୟ 10 କେଜି ଓଜନର ରୂପା ଅଳଙ୍କାର ଏବଂ ସମସ୍ତ ଚୋରି ଯାଇଥିବା ସୁନା ଅଳଙ୍କାର ଯାହାକି ପ୍ରାୟ 10 ତୋଳାରୁ ଅଧିକା ହେବ ଏବଂ କ୍ୟାସ୍ 33,000 ଟଙ୍କା। ତା ବ୍ୟତୀତ ଯେଉଁ କମିଟି ସାହି ବରଗଲାରୀରୁ ମଧ୍ୟ ଯେଉଁ ଯାଇଥିଲା ସେଥିରେ ଫରେନ୍ କରେନ୍ସି କିଛି ଥିଲା, ଡଲାର ଥିଲା, $100, $20, $10 ଏଗୁଡ଼ାକର କିଛି ଆମେ କରେନ୍ସି ମଧ୍ୟ ପାଇଛୁ। ଶ୍ରୀଲଙ୍କାନ କରେନ୍ସି ମଧ୍ୟ ଆମେ ଗୋଟେ ତାଙ୍କ ଘରୁ ଚୋରି ହେଇଥିଲା ତା ମଧ୍ୟ ପାଇଛୁ। ଏହା ବ୍ୟତୀତ ସେମାନେ ଏଇ ଚୋରି କରିବାରେ ବ୍ୟବହାର କରିଥିବା ମୋଟର ସାଇକେଲକୁ ମଧ୍ୟ ଆମେ ଜବତ କରିଛୁ ଏବଂ ସେମାନଙ୍କର ମୋଡସ୍ ଅପରେଣ୍ଡି ରହୁଥିଲା ଯେ ସେମାନେ ଯେତେବେଳେ ଘରର ଲୋକମାନେ କେହି ନ ରହନ୍ତି ତାର ସୁଯୋଗ ନେଇକରି ସେମାନେ ଘରର ପଛପଟୁ ବା ବାଥରୁମର ସ୍କାଇଲାଇଟ୍ ଏସବୁକୁ ସାହାରା କରିକି ସେମାନେ ଘର ଭିତରେ ପଶିଥାନ୍ତି ଏବଂ ଘର ଭିତରେ ଥିବା ଭ୍ୟାଲୁଏବଲ୍ସକୁ ସେମାନେ ନେଇ କିଛି ନିଜେ ଖର୍ଚ୍ଚ କରନ୍ତି ଏବଂ କିଛି ବିଭିନ୍ନ ଫାଇନାନ୍ସ କମ୍ପାନୀରେ ମଧ୍ୟ ସେ ସୁନାକୁ ବନ୍ଧକ ପକାନ୍ତି। ଏଥିରେ ଆମର ଅଧିକାଂଶ ସୁନା ମୁଁ କହିବାକୁ ଚାହିଁବି ଗୋଟେ ନିର୍ଦ୍ଦିଷ୍ଟ ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖିଦେଇଥିଲେ। ଆମେ ସେ ଫାଇନାନ୍ସ କମ୍ପାନୀର ଇନଭଲଭମେଣ୍ଟ ଅଛି କି ନାହିଁ ତା ମଧ୍ୟ ଯାଞ୍ଚ କରୁଛୁ। ଏବେ ସେମାନେ କିଭଳି ଭାବରେ ଏଇ ଚୋରଙ୍କ ପାଖରୁ ସୁନାକୁ ବନ୍ଧକ ରଖି ତାଙ୍କୁ ଏତେ ଟଙ୍କା ଋଣ ଦେଇଥିଲେ ସେ ବାବଦରେ ମଧ୍ୟ ଆମର ବର୍ତ୍ତମାନ ତଦନ୍ତ ଜାରି ରହିଛି। ଫାଇନାନ୍ସ କମ୍ପାନୀ ମୁଥୁଟ୍ କମ୍ପାନୀ ବିଶେଷ କରି ଆମେ ପୂର୍ବରୁ ମଧ୍ୟ ଦେଖିଛୁ ଯେ କ୍ରାଇମରୁ ଲବ୍ଧ ହେଉଥିବା ସୁନା ଗହଣାକୁ ସେମାନେ ବନ୍ଧକ ଭାବରେ ରଖୁଛନ୍ତି, ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ବେଆଇନ କାର୍ଯ୍ୟ। ଆମେ ଦେଖିବୁ ସେମାନେ ତାଙ୍କର ଜ୍ଞାତସାରରେ ଏଭଳି କରିଛନ୍ତି କିମ୍ବା କୌଣସି ଅଜ୍ଞାତସାରରେ ଏଭଳି ହେଇଛି ସେ ଜିନିଷକୁ ଆମେ ବିଚାରକୁ ନେଉଛୁ ଏବଂ ଯାଞ୍ଚ ପରେ ଆମେ ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ମଧ୍ୟ ତାଙ୍କ ବିରୁଦ୍ଧରେ ନେବୁ। ସାର୍ ମୁଖ୍ୟ ଆସାମୀ କ'ଣ କରୁଥିଲା ଏବଂ ଏଇ ଯେଉଁ 4ଟି ବରଗଲାରୀ କେସ୍ ଆମେ ଡିଟେକ୍ଟ କଲୁ ଏ 4ଟି ଯାକ କ୍ରାଇମ 2 ଜଣ ଯୁବକ କରିଛନ୍ତି। ପାରଲାଖେମୁଣ୍ଡିର ହିଁ ଯୁବକ ସେମାନେ। ଜଣେ TPSODL କାମ କରନ୍ତି ମିଟର ରିଡର ଭାବରେ। ସିଏ ବିଜେନ ପାଢ଼ୀଙ୍କ ପରିବାର ବର୍ଗ ଯେତେବେଳେ ଘରେ ନଥିଲେ କୌଣସି କାର୍ଯ୍ୟକ୍ରମ ପାଇଁ ସେମାନେ ଭୁବନେଶ୍ୱର ଯାଇଥିଲେ ତାର ସୁଯୋଗ ନେଇ ସେ ମିଟର ରିଡିଂ କରିବାକୁ ଆସିଥିଲେ ଏବଂ ଜାଣିବାକୁ ପାଇଥିଲେ ତାଙ୍କ ପରିବାର ଲୋକ ବର୍ତ୍ତମାନ ପାଇଁ କିଛି ଦିନ ପାଇଁ ନାହାନ୍ତି। ଏହାର ସୁଯୋଗ ନେଇ ସେ ଯେହେତୁ ପୂର୍ବରୁ ଆସୁଥିଲେ ଘରର ଟୋପୋଗ୍ରାଫି ତାଙ୍କୁ ଜଣାଥିଲା, ତେଣୁ ରାତିରେ ସେମାନେ ଘରର ପଛପଟୁ
ବାଥରୁମ୍ର ସ୍କାଇଲାଇଟ୍ ଭାଙ୍ଗିକିରି ପଶିକିରି ତାଙ୍କ ଘରୁ କରିଥିଲେ। ସେଇଭଳି ଅନ୍ୟ 3ଟି ଯାକ ମଧ୍ୟ ସେମାନେ ସେଇ ପ୍ରାୟ ସମାନ ଢଙ୍ଗରେ କରିଥିଲେ। ଘରେ ପଶିଲା ପରେ ସେମାନେ ସିନ୍ଧି କାଠିର ବ୍ୟବହାର କରୁଥିଲେ। ସିନ୍ଧି କାଠି ଦ୍ୱାରା ସେମାନେ ଆଲମିରା ଭାଙ୍ଗି ଦେଉଥିଲେ ଏବଂ ଆଲମିରା ଭିତରେ ଥିବା ଜିନିଷପତ୍ର ତଲାସ କରିକିରି ସେଥିରୁ ପାଉଥିବା ସୁନା ଗହଣାକୁ ନେଉଥିଲେ। ସେ 2 ଜଣଙ୍କୁ ଆମେ ଆଜି ସେମାନେ ଯେଉଁ TPSODLର ଯିଏ ମିଟର ରିଡର ସେ ହେଉଛନ୍ତି ମୁଖ୍ୟ ନାୟକ ଏଇ କ୍ରାଇମର। ତାଙ୍କ ନାଁ ହେଉଛି ଦୁର୍ଗା ପ୍ରସାଦ ବେନିଆ। ସେ କଣ୍ଡରା ଷ୍ଟ୍ରିଟ୍ ପାର୍ଲାଖେମୁଣ୍ଡିର ଏବଂ ତାଙ୍କ ସହିତ ତାଙ୍କର ସହଯୋଗୀ ଦେବ ମଣ୍ଡଳ ସେ ମଧ୍ୟ ସେଇ କଣ୍ଡରା ଷ୍ଟ୍ରିଟ୍ ପାର୍ଲାଖେମୁଣ୍ଡିର ବାସିନ୍ଦା। ଏ 2 ଜଣଙ୍କୁ ଆମେ ଗତକାଲି ଗିରଫ କରିଛୁ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କର ଇନଭଲଭମେଣ୍ଟର କ୍ଲିୟର କେମିତି ଧରା ପଡୁଛି? ପ୍ରତିଷ୍ଠିତ ସୁନା ବ୍ୟବସାୟୀ ମଧ୍ୟ କିଣିଥିବା ଗୋଟେ ଅଭିଯୋଗ ହଉଛି ଏବଂ ପୋଲିସ ମଧ୍ୟ ତା ତଦନ୍ତ କରୁଥିଲା ବୋଲି ଯାହା ଖବର ଆସୁଛି ସେ ନେଇ କଣ ସାର୍? ଦେଖନ୍ତୁ ମୁଁ ଆପଣଙ୍କୁ ଯେମିତି କହିଲି ଆମର ଅଧିକାଂଶ ଚୋରି ଯାଇଥିବା ସୁନା ଗୁଡ଼ିକୁ ଆମେ ମୁଥୁଟ ଫାଇନାନ୍ସରୁ ରିକଭରି କରିଛୁ। ଆଉ ମଧ୍ୟ କିଛି ରହିଛି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ମଧ୍ୟ ଆହୁରି ପ୍ରାୟ 2 ତୋଳା ସୁନା ରହିଛି। ତାକୁ ଆମେ ଯେହେତୁ ଛୁଟି ପଡ଼ିଗଲା ଆମେ ଆଜି ତାକୁ ସିଜର କରିପାରୁନୁ। ଆସନ୍ତାକାଲି ଆମେ ତାର ପ୍ରକ୍ରିୟା ଆରମ୍ଭ କରିବୁ ଏବଂ ଯଦି ଅନ୍ୟ ସୁନା ଦୋକାନୀ କଥା କହୁଛନ୍ତି ତାହେଲେ ଅନ୍ୟ ସୁନା ଦୋକାନୀ ବାବଦରେ ଆମେ ତଦନ୍ତ ନିଶ୍ଚିତ କରିବୁ। ଯଦି ତାଙ୍କର ଇନଭଲଭମେଣ୍ଟ ଥିବ ସେ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କୁ ଗିରଫ କରିକି ଆମେ କୋର୍ଟ ଚାଲାଣ କରିବୁ। ଏକ୍ଚୁअली ସାର୍ ଯୋଉ ଏଇ ଚୋର ମାନଙ୍କୁ ଧରା ହେଲା କେମିତି ଏ ବିଷୟରେ ଆପଣ ମୁଁ ଆପଣଙ୍କୁ ଯେମିତି ମୂଳରୁ କହିଲି ଏଥିରେ ମୁଖ୍ୟତଃ ଆମେ ଟେକ୍ନୋଲୋଜିର ସହାୟତା ନେଇଥିଲୁ। ସେଗୁଡ଼ିକ ବିଶେଷ ଖୋଲିକିରି କହିବା ଉଚିତ ହେବ ନାହିଁ। ସାର୍ ସେମାନେ କିଛି ଟେକ୍ନୋଲୋଜି ୟୁଜ କରୁଥିଲେ ଯୋଉ ଚୋରମାନେ କିଛି ଟେକ୍ନୋଲୋଜି ଲୋକେସନ ଜାଣିବା ପାଇଁ ନାଇଁ ଚୋରମାନେ କୌଣସି ଟେକ୍ନୋଲୋଜି ୟୁଜ କରିନାହାନ୍ତି। ସେମାନେ ସିଧାସଳଖ ଘରର ଇନମେଟ୍ସ ମାନଙ୍କର ଆବସେନ୍ସକୁ ଲକ୍ଷ୍ୟ କରିକି ଆସନ୍ତି ଏବଂ ସେଇ ତାର ସୁଯୋଗ ନେଇକି ସେମାନେ କ୍ରାଇମ କରନ୍ତି। ସାର୍ ଯେହେତୁ TPSODL ର ଜଣେ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେଉଛି ତ ଏନି ତାଙ୍କୁ ମାନେ ଅନ୍ୟ ଯୋଉ କର୍ମଚାରୀ ଅଛନ୍ତି ସେମାନଙ୍କୁ ସଚେତନ କରିବା କିମ୍ବା ସେଭଳିଆ କିଛି କରିବା ପାଇଁ ଚିଠି TPSODL ନିଶ୍ଚିତ ଭାବରେ ଏହା ଦ୍ୱାରା ମୁଁ ଜନସାଧାରଣଙ୍କୁ ମଧ୍ୟ ଜଣାଇବାକୁ ଚାହିଁବି ଯେଉଁମାନେ ମିଟର ରିଡିଂ କରିବାକୁ ଆସୁଛନ୍ତି, କ୍ଷୀର ବିକିବାକୁ ଆସୁଛନ୍ତି କିମ୍ବା କୋରିଅର ନେଇକି ଆସୁଛନ୍ତି, ମ୍ୟାଗି ସ୍ୱିଗିରେ କାମ କରୁଛନ୍ତି ଆସୁଛନ୍ତି, ସେମାନଙ୍କୁ ଟିକେ କେୟାରଫୁଲ ରହିବା ଦରକାର ଯେ ସେମାନେ ଯେହେତୁ ଫ୍ରିକ୍ୱେଣ୍ଟଲି ଆସନ୍ତି ଗୋଟେ ଘରକୁ, ଘରର ଭଲ ମନ୍ଦ ସେମାନେ ଜାଣିବାକୁ ସୁଯୋଗ ପାଇଥାନ୍ତି। ତେଣୁ ସେମାନଙ୍କ ପ୍ରତି ସମସ୍ତେ କେୟାରଫୁଲ ରହିବା ଦରକାର। ଆଉ ନିଶ୍ଚିତ ଭାବରେ ଆମେ TPSODLକୁ ମଧ୍ୟ ଚିଠି କରିବୁ ଯେ ତାଙ୍କର କର୍ମଚାରୀ ଏଇଭଳି କ୍ରାଇମରେ ଲିପ୍ତ ରହୁଛନ୍ତି। ତେଣୁ ସେ ମଧ୍ୟ ସେ ଦିଗରେ ସଚେତନ ହେଇକି ତାଙ୍କର କର୍ମଚାରୀମାନଙ୍କୁ ଉଚିତ ଶିକ୍ଷା ଦେଇକରି ପଠାଇବେ। Thank you, sir.